ଅଟାରେ ତିଆରି ପୁରୀ ତ ଆପଣମାନେ ସବୁବେଳେ ଏମିତି ବନେଇ ଖାଉଥିବେ। କେବେ ଆପଣମାନେ ସୁଜି ଆଉ ଆଳୁରେ ତିଆରି ପୁରୀ ଟ୍ରାଏ କରିଛନ୍ତି କି? ଯଦି କେବେ ଆପଣମାନେ ସୁଜି ଆଳୁରେ ତିଆରି ଏହି ପୁରୀକୁ ଟ୍ରାଏ କରିନାହାନ୍ତି ତାହେଲେ ନିହାତି ଥରେ ଟ୍ରାଏ କରନ୍ତୁ। এই ପୁରୀ ଖାଇବା ପାଇଁ ଏତେ ଟେଷ୍ଟି ଲାଗିଥାଏ ଯେ ବିନା ତରକାରୀରେ ଆପଣମାନେ ଏହି ପୁରୀକୁ ଖାଇପାରିବେ। ଦେଖିକି ଜାଣିପାରୁଥିବେ ପୁରୀ ସବୁ କେତେ ଫୁଲକା ଫୁଲକା ବନିଛି। ତା ସହିତ ପୁରୀ ପୁରା ଖାସ୍ତା ମଧ୍ୟ ବନିବ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ରେସିପି ନିଶ୍ଚୟ ପସନ୍ଦ ଆସିବ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ତ ସୁଜି ଆଉ ଆଳୁରେ ତିଆରି ପୁରୀ ପାଇଁ ପ୍ରଥମେ ଏଠି ମୁଁ ଗୋଟେ ଜାଗାରେ ଗୋଟେ ତାଟିଆ ନେଇଯାଇଥିଲି ସୁଜି। ସବୁ ଜିନିଷ ମାପିବା ପାଇଁ ପ୍ରଥମେ ଗୋଟେ ମେଜରମେଣ୍ଟ ବାଲା ଜାଗା ସେଟ୍ କରିନେବେ। ଯେମିତିକି ଏଠି ମୁଁ ଗୋଟେ ତାଟିଆ ନେଇଥିଲି, ଯେଉଁ ତାଟିଆରେ ମାପିକି ଗୋଟେ ତାଟିଆ ସୁଜି ନେଇଥିଲି ସେଇ ତାଟିଆରେ ମାପିକିନା ଏଠି ମୁଁ ଗୋଟେ ତାଟିଆ ଦେଇଥିଲି ଉଷୁମ ପାଣି। ତ ସୁଜିରେ ଆପଣମାନେ ଥଣ୍ଡା ପାଣି ଦେବେନି, ନିହାତି ଉଷୁମ ପାଣି ଦେବେ। ତ ଏବେ ଉଷୁମ ପାଣି ଦେଇସାରିଲା ପରେ ଆକୁ ଆମେ ଭଲ ଭାବରେ ଗୋଳେଇ ନେବା। ସୁଜିରେ ଏମିତି ଅଳ୍ପ ଟିକେ ଉଷୁମ ପାଣି ଦେଲେ କ'ଣ ହେବ ନା ସୁଜିଟା ଆମର ଜଲ୍ଦି କ'ଣ ହେଇଥାଏ ନା ଫୁଲି ଯାଇଥାଏ ବା ନରମ ହୋଇଯାଇଥାଏ। ତ ସୁଜିରେ ଗରମ ପାଣି ଦେଇ ଆକୁ ଆମେ ଭଲସେ ଟିକେ ଗୋଳେଇ ନେବା। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ଏଇଠି ଦେଖିପାରୁଥିବେ ସୁଜିରେ ଗରମ ପାଣି ଦେଇସାରିଲା ପରେ ଆକୁ ମୁଁ ଭଲ ଭାବରେ ମିଶାଇ ନେଇଛି। ବିଲକୁଲ ବି ଏକ୍ସଟ୍ରା ପାଣି ନାହିଁ। ତ ଏବେ ଆକୁ ଆମେ କ'ଣ କରିବା ନା ସାଇଡ଼ରେ ରଖିଦେବା ଭଲ ଭାବରେ ବତୁରିବା ପାଇଁ। ସେହି ସମୟ ଭିତରେ ଏଠି ମୁଁ ନେଇଯାଇଛି 3ଟା ସିଝା ଆଳୁ। ତ ଆଳୁର ସାଇଜ୍ ଦେଖିପାରୁଥିବେ ଟିକେ ବଡ଼ ସାଇଜ୍ ବାଲା ଆଳୁ ଥିଲା। ଆଉ ଆଳୁକୁ ସିଝେଇ ସାରିଲା ପରେ ତାର ଚୋପାକୁ ଛଡ଼େଇ ନେଇଛି। ଏବେ এই ଆଳୁକୁ ଆମେ କଦୁକସ କରିନେବା। ଆଳୁକୁ କଦୁକସ କରିବା ପାଇଁ ଏଠି ମୁଁ ନେଇଯାଇଛି ଗୋଟେ ପ୍ଲେଟ୍। ଏବେ ମୁଁ ଏଠି ଗୋଟେ ସରୁ ଜାଲିବାଲା ଗ୍ରେଟର ନେଇଯାଇଛି। ତ ଏବେ এই ଜାଲିରେ ଆମେ ଆଳୁକୁ କଦୁକସ କରିନେବା। ଆପଣ ଚାହିଁଲେ ଆଳୁକୁ ହାତରେ ବି ଚକଟିକି ବନେଇ ପାରିବେ। ଯଦି ଆପଣମାନେ ଆଳୁକୁ କଦୁକସ ନ କରି ହାତରେ ଚକଟିକି ବନେଇବା ପାଇଁ ଚାହୁଁଥିବେ ତାହେଲେ ଆଳୁକୁ ପୁରା ଭଲ ଭାବରେ ପ୍ଲେନ୍ କରିକିନା ଚକଟିବେ। ଯଦି ଆଳୁରେ ଗେଟା ଅଂଶ ଥିବ ନା ବିଲକୁଲ ବି ପୁରୀ ଯେତେବେଳେ ଆପଣମାନେ ବେଲିବେ ସେଇଟା ଫାଟିଯିବ, ବିଲକୁଲ ବି ଭଲ ଭାବରେ ଫୁଲିବନି। ତ ଏଇଠି ଦେଖିପାରୁଥିବେ ଆଳୁକୁ ମୁଁ ପୁରା ଭଲ ଭାବରେ କଦୁକସ କରିନେଇଛି। ଏବେ ଆକୁ ରଖିନେବା ଆମେ ସାଇଡ଼ରେ। এইପଟେ ଯେଉଁ ସୁଜିକୁ ମୁଁ ବତୁରେଇ ରଖିଥିଲି ନା ଏଇଠି ଦେଖିପାରୁଥିବେ ସୁଜି ପୁରା ବଢ଼ିଆ ସେ ଆମର ବତୁରି ଯାଇଛି। ସୁଜି ଏମିତି ଭଲ ଭାବରେ ବତୁରି ଗଲା ପରେ ଯେଉଁ ଆଳୁକୁ ମୁଁ କଦୁକସ କରି ରଖିଥିଲି ନା ସେଇ ଆଳୁକୁ ଏବେ ଏଇ ସୁଜିରେ ଦେଇଦେବା। ତ ଏଇଠି ଦେଖିପାରୁଥିବେ ଯେଉଁ ତାଟିଆରେ ମାପିକି ମୁଁ ଗୋଟେ ତାଟିଆ ସୁଜି ନେଇଥିଲି ସେଇ ତାଟିଆରେ ମାପିକି କଦୁକସ ବାଲା ଆଳୁ ମୁଁ ଗୋଟେ ତାଟିଆ ନେଇଛି। ତା ସହିତ ଦେଇଦେବା ସ୍ୱାଦ ମୁତାବକ ଲୁଣ। ହାଫ୍ ଚାମଚରୁ କମ୍ ଦେଇଥିଲି ଏଠି ମୁଁ ହଳଦୀ ଗୁଣ୍ଡ, ହାଫ୍ ଚାମଚ ଏଠି ମୁଁ ଦେଇଥିଲି ଲଙ୍କା ଗୁଣ୍ଡ। ରାଗ ଆପଣମାନଙ୍କର ପସନ୍ଦ ଅନୁସାରେ କମ୍ ଅଧିକ କରି ନେବେ। ତା ସହିତ ଏଠି ମୁଁ ହାଫ୍ ଚାମଚରୁ କମ୍ ଦେଇଥିଲି ଜିରା ଗୁଣ୍ଡ, ହାଫ୍ ଚାମଚ ଦେଇଥିଲି ଧନିଆ ଗୁଣ୍ଡ। ତା ସହିତ ଏଠି ମୁଁ ଅଳ୍ପ ଜୁଆଣିକୁ ହାତରେ ଏମିତି ଟିକେ ମକଚିକିନା ଦେଇଦେଉଛି। ଏଇଟା ପୁରା ମସଲା ପୁରୀ ବନିବ। ଆପଣମାନେ ବିନା ତରକାରୀ ପତ୍ରରେ ଏହି ପୁରୀକୁ ଆରାମସେ ଖାଇପାରିବେ, ବହୁତ ବଢ଼ିଆ ଲାଗିଥାଏ ଖାଇବା ପାଇଁ। ତା ସହିତ ଅଳ୍ପ ଚିଲି ଫ୍ଲେକ୍ସ ଆଉ କାଟି ରଖିଥିବା ଧନିଆ ପତ୍ର ଦେଇସାରିଲା ପରେ ପୁରୀରେ ଗୋଟେ ସୁନ୍ଦର ଟେଷ୍ଟ ଆଉ ପୁରା ଖାସ୍ତା ବନିବା ପାଇଁ ଏଠି ମୁଁ ଦେଇଦେଉଛି 2 ଚାମଚ ବେସନ। ଆପଣମାନେ ବେସନକୁ ବିଲକୁଲ ବି ସ୍କିପ୍ କରିବେନି, ନିହାତି ଦେବେ। ତ ସବୁ ଜିନିଷକୁ ଦେଇସାରିଲା ପରେ ସେଇ ମେଜରମେଣ୍ଟ ତାଟିଆରେ ମାପିକି ଏଠି ମୁଁ ନେଇଯାଇଛି ଗୋଟେ ତାଟିଆ ଅଟା। ତ ଏଠି ଆମେ ଗୋଟେ ତାଟିଆ ଅଟା ଦେଇଦେବା। ଅଟା ଗୋଟେ ତାଟିଆ ଦେଇସାରିଲା ପରେ ଏବେ ଆକୁ ଆମେ ଭଲ ଭାବରେ ଚକଟିବା। ଏଥିରେ ଆପଣମାନେ ବିଲକୁଲ ବି ପାଣି ଦେବେନି, ବିନା ପାଣି ଦେଇ ଆପଣମାନେ ଆକୁ ବଢ଼ିଆ ସେ ଚକଟି ନେବେ। ଯଦି ଆପଣମାନଙ୍କୁ ଲାଗେ ଅଟା ଆଉ ଟିକେ ଦରକାର ହେବ ତାହେଲେ ଆପଣମାନେ ଆଉ ଅଳ୍ପ ଅଟା ମଧ୍ୟ ନେଇପାରିବେ। ତ ଏଠି ମୁଁ କହି ରଖୁଛି ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ କିଛି ସମୟ ଚକଟି ସାରିଲା ପରେ ଏଇଠି ଦେଖିପାରୁଥିବେ ଆମର ଅଟା ଚକଟା ବା ସୁଜି ଅଟାର ଯେଉଁ ଚକଟାଟା ଆମେ ବନେଇଛେ ନା ସେଇଟା ଏଠି ପୁରା ରେଡ଼ି ହେଇଗଲାଣି। ଏବେ ଆମେ କ'ଣ କରିବା ଉପରେ ଅଳ୍ପ ଟିକେ ତେଲ ଦେଇଦେବା। ତେଲ ଦେଇ ଆକୁ ଭଲ ଭାବରେ ପୁରା ଚକଟି ନେବା। এই ଚକଟାକୁ ଆପଣମାନେ ଯେମିତି ରୁଟି ପାଇଁ ଅଟା ଚକଟନ୍ତି ନା ସେଇ ଟାଇପ୍ର ହିଁ ଚକଟିବେ। ଅଟାରେ ତିଆରି ପୁରୀ ତ ଆପଣମାନେ ସବୁବେଳେ ବନେଇ ଖାଉଥିବେ। ତ ସୁଜି ଆଳୁ ଆଉ ଅଟାରେ ତିଆରି এই ପୁରୀକୁ ନିହାତି ଥରେ ଟ୍ରାଏ କରନ୍ତୁ। ଦେଖିବେ এই ପୁରୀଟା ଖାଇବା ପାଇଁ ବହୁତ ହିଁ ବଢ଼ିଆ ଲାଗିଥାଏ। ଥରେ ବନେଇବେ ନା ସମସ୍ତଙ୍କୁ এই ପୁରୀ ଖାଇବା ପାଇଁ ବେଶ ପସନ୍ଦ ଆସିବ। ତ ଆକୁ ଏବେ ମୁଁ ଭଲ ଭାବରେ ଚକଟି ନେଇଛି। ଏବେ ଚାଲନ୍ତୁ ଛୋଟ ଛୋଟ ଗୋଳା ବନେଇ ନେବା। ଅଟାରେ ତିଆରି ପୁରୀ ପାଇଁ ଆମେ ଯେମିତି ଗୋଳା ବନାନ୍ତି ନା ତାଠାରୁ ଟିକେ ବଡ଼ ବାଲା ଗୋଳା ଏଠି ବନେଇବା। କାହିଁକି ନା ଯେହେତୁ ଏଥିରେ ଆଳୁ ଆମେ ଦେଇଛେ ନା ତ ଏଇଟା ଟିକେ ମୋଟା ବାଲା ପୁରୀ ବନିବ। ତ ଏଇଠି ଦେଖିପାରୁଥିବେ ଗୋଳାର ସାଇଜ୍ଟା କେତିକି ବଡ଼ ଅଛି ସେତିକି ବଡ଼ ବଡ଼ ଗୋଳା ଆପଣମାନେ ଏଠି ବନେଇ ନେବେ। ତ ଏଇଠି ଦେଖିପାରୁଥିବେ ପ୍ରଥମ ଗୋଳା ଏଠି ମୋର ରେଡ଼ି ହେଇଗଲା। ଏମିତି କରିକି ପ୍ରଥମେ ଆମେ ସବୁଯାକ ଗୋଳା ଆଗ ବନେଇ ନେବା, ଯାହାଫଳରେ କି ଫଟାଫଟ ଆମେ ବନେଇ ଆକୁ ଛାଣିପାରିବା। ତ ଏଇଠି ଦେଖିପାରୁଥିବେ ମୁଁ ସବୁଯାକ ଗୋଳା ବନେଇ ପ୍ରଥମେ ରେଡ଼ି କରିନେଉଛି।
ହେଇଯାଇଛି। ତ ଏଇଠି ମୋର ଅଟାରେ ତିଆରି ସବୁଯାକ ଗୋଳା ଏଠି ରେଡ଼ି ହେଇଗଲା। ଏବେ ଚାଲନ୍ତୁ ଆକୁ ଆମେ ବେଲି ନେବା। ତ ବେଲିବା ପାଇଁ ଏଠି ମୁଁ ନେଇଯାଇଛି ଗୋଟେ ବେଲଣା ପଟା। ପ୍ରଥମେ ପଟାରେ ଅଳ୍ପ ଟିକେ ତେଲ ଦେଇଦେବା। ତେଲ ଅଳ୍ପ ଟିକେ ଦେଇଦେଲେ ପଟାରେ ବିଲକୁଲ ବି ଅଟା ଲାଗିବନି। ତ ଏଠି ଦେଖିପାରୁଥିବେ ଅଳ୍ପ ଟିକେ ତେଲ ଦେଇ ସାରିଲା ପରେ ଏବେ ଗୋଟେ ଗୋଳା ନେଇଯିବା। ଆକୁ ଆମେ କ'ଣ କରିବା, ବେଶୀ ପତଳା କରି ବିଲକୁଲ ବି ବେଲିବେନି, ଟିକେ ମୋଟା ରଖି ବେଲିବେ। ତ ଗୋଳାର ସାଇଜ୍ ତ ଆପଣମାନେ ଦେଖିକି ଜାଣିପାରୁଥିବେ। ଏବେ ଆକୁ ମୁଁ ପୁରା ଛୋଟ ଛୋଟ କରି ବେଲି ନେବି। ବିଲକୁଲ ବି ଆକୁ ପତଳା କରି ବେଲିବେନି, ଟିକେ ମୋଟା ରଖି ବେଲିବେ। ପୁରା ପତଳା କରି ବେଲି ଦେଲେ କ'ଣ ହେବ ନା, ଏଇଟା ଯେତେବେଳେ ଫୁଲିବ ନା ତ ସେଟା ଫାଟିଯିବ, ଯେହେତୁ ଏଥିରେ ଆଳୁ ଆଉ ସୁଜି ଦିଆହେଇଛି। ତ ଦେଖିକି ଜାଣିପାରୁଥିବେ ଏଇଟା ମୁଁ କେତିକି ମୋଟା ରଖିଛି। ତ ଏଠି ମୁଁ ପ୍ରଥମ ପୁରୀଟାକୁ ବେଲି ନେଇଛି। ଏବେ ଚାଲନ୍ତୁ ସେମ୍ ପ୍ରୋସେସ୍ରେ ସବୁଯାକ ପୁରୀ ପ୍ରଥମେ ବେଲିକି ରେଡ଼ି କରିନେବା। ତ ସବୁଯାକ ପୁରୀକୁ ବେଲିକି ପ୍ରଥମେ ଆମେ ଗୋଟେ ପ୍ଲେଟ୍ରେ ରଖିନେବା। ତ ଆପଣମାନଙ୍କୁ ଯେମିତି ଦେଖେଇଲି ନା, ଆପଣମାନେ ସେତିକି ମୋଟାରେ ହିଁ ଏଇ ପୁରୀକୁ ବେଲିବେ, ବିଲକୁଲ ବି ପତଳା କରି ବେଲିବେନି। ଯଦି ଆପଣମାନେ ପତଳା କରି ବେଲୁଥିବେ ତାହେଲେ ପୁରୀ ସବୁ ଫାଟିଯିବ, ବିଲକୁଲ ବି ଫୁଲକା ଫୁଲକା ବନିବନି। ତ ଏଇଠି ଦେଖିପାରୁଥିବେ ତେଲ ଆଗରୁ ମୁଁ ଗରମ ହେବା ପାଇଁ ଛାଡ଼ି ଦେଇଥିଲି। ତେଲ ଭଲ ଭାବରେ ଗରମ ହେଇସାରିଲା ପରେ ଏଠି ଗୋଟେ ଗୋଟେ କରି ପୁରୀ ଆମେ ଦେଇଦେବା। ଦେଖିବେ ପ୍ରତ୍ୟେକଟା ପୁରୀ ପୁରା ଫୁଲକା ଫୁଲକା ହିଁ ବନିବ, ଏମିତି ଗୋଟେ ବି ପୁରୀ ନଥିବ ଯେଉଁଟାକି ଫୁଲିବନି। ତ ଦେଖିକି ଜାଣିପାରୁଥିବେ ପୁରୀ କେତେ ସୁନ୍ଦର ଭାବରେ ଫୁଲୁଛି। ଆପଣମାନେ ଯଦି ସେମ୍ ମେଜରମେଣ୍ଟରେ ସବୁ ଜିନିଷକୁ ବନେଇବେ ନା, ଆପଣମାନଙ୍କର ପୁରୀ ପୁରା ଏମିତି ଫୁଲକା ଫୁଲକା ହିଁ ବନିବ, ବିଲକୁଲ ବି ଏମିତି ଗୋଟିଏ ପୁରୀ ରହିବନି ଯେଉଁଟାକି ଫୁଲିବନି ବୋଲି। ତ ଦେଖିପାରୁଥିବେ ପୁରୀ ଉପରେ ହାଲକା ହାଲକା କଲର୍ ଆସିଗଲାଣି। ଏମିତି ଗୋଲ୍ଡେନ୍ କଲର୍ ଆସିଗଲା ପରେ ପୁରୀକୁ କାଢ଼ିକି ଆମେ ଗୋଟେ ପ୍ଲେଟ୍କୁ ରଖିନେବା। ଏଇଠି ମୁଁ ସେମ୍ ପ୍ରୋସେସ୍ରେ ସବୁଯାକ ପୁରୀକୁ ଛାଣିକିନା ପ୍ଲେଟ୍ରେ ରଖି ନେଉଛି। ଏଇ ପୁରୀକୁ ଆପଣମାନେ ବିନା ତରକାରୀ ପତ୍ରରେ ବି ଖାଇପାରିବେ। ଆଶା କରୁଛି ଆପଣମାନଙ୍କୁ ଆଜିର ରେସିପି ନିଶ୍ଚୟ ପସନ୍ଦ ଆସିଥିବ। ପୁଣି ଆସିବି ଗୋଟେ ନୂଆ ରେସିପି ନେଇ, ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।